मो प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ପ୍ରେମ ନମସ୍କାର। ମୁଁ ଆଶା କରୁଛି ପରମେଶ୍ୱରଙ୍କ ଅସୀମ ଅନୁଗ୍ରହରୁ ଏବଂ କରୁଣାରୁ ଆପଣମାନେ ସମସ୍ତେ ଭଲରେ ଅଛନ୍ତି। ବାସ୍ତବରେ ତାଙ୍କ କରୁଣା ପ୍ରତିଦିନ ନୂଆ ଅଟେ। ଆମେମାନେ ଦେଖୁ ଦେଖୁ ଏହି ମାସର ଶେଷ ଦିନରେ ଆଜି ଆସି ପହଞ୍ଚିଅଛୁ। ମାସ ସାରା ପରମେଶ୍ୱରଙ୍କ କୃତ ଆଶ୍ଚର୍ଯ୍ୟ କର୍ମଗୁଡ଼ିକୁ ଯଦି ଆମେମାନେ ଦେଖିବା, ଆମେମାନେ ଧନ୍ୟବାଦ ନ ଦେଇ କୌଣସି ପ୍ରକାର ନୀରବ ରହିପାରିବା ନାହିଁ। ତାଙ୍କ କୃତ ସମସ୍ତ ଅନୁଗ୍ରହ ଦାନ ନିମନ୍ତେ ପରମେଶ୍ୱରଙ୍କ ନାମ ଯୁଗେ ଯୁଗେ ଧନ୍ୟ ହେଉ। ତାଙ୍କୁ ଆମେମାନେ ଧନ୍ୟବାଦ ଦେବା ଦରକାର। ସେ କରୁଣା କରିଛନ୍ତି, ଦୟା କରିଛନ୍ତି, ଆଶୀର୍ବାଦ କରିଛନ୍ତି, ସୁରକ୍ଷାରେ ଆମମାନଙ୍କୁ ଏଇ ଯାଏ ରଖିଛନ୍ତି। ଏଣୁ ଆମେମାନେ ପରମେଶ୍ୱରଙ୍କୁ ବିଶେଷ ଧନ୍ୟବାଦ ଦେଉ। ଆସନ୍ତୁ ଆଜିର ବାକ୍ୟର ସେବାରେ ଆମେମାନେ ଅଗ୍ରସର ହେଉଥିବା। ଈଶ୍ୱରଙ୍କ ବାକ୍ୟ ମାନେ ଖୋଲିବା ଗୀତ ସଂହିତା 147 ତହିଁର 14 ପଦରେ ଲେଖା ଅଛି, ସେ ତୁମ୍ଭ ସୀମା ମଧ୍ୟରେ ଶାନ୍ତି ସ୍ଥାପନ କରନ୍ତି, ସେ ସର୍ବୋତ୍ତମ ଗହମରେ ତୁମ୍ଭକୁ ତୃପ୍ତ କରନ୍ତି। ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ଏଠାରେ କହୁଛି ପରମେଶ୍ୱର ଶାନ୍ତି ଆମମାନଙ୍କ ସୀମାରେ ସେ ସ୍ଥାପନ କରିବେ। ପ୍ରଭୁଙ୍କ ଲୋକମାନେ ସୀମା ମାନେ ଆମେମାନେ ଯେଉଁଠାରେ ବସବାସ କରୁଅଛୁ, ଆମମାନଙ୍କର ତାହା ଗୃହ ହୋଇପାରେ, କାମ କାର୍ଯ୍ୟର ସ୍ଥଳ ହୋଇପାରେ, ଚାକିରିର କାମ କାର୍ଯ୍ୟର ବିଷୟ ହୋଇପାରେ, ବ୍ୟବସାୟର କାମ ହୋଇପାରେ ବା ସେବା କାର୍ଯ୍ୟ। ଏହିପରି ଆମମାନଙ୍କର ଯେକୌଣସି ସୀମା ହେଉନା କାହିଁକି, ପରମେଶ୍ୱର ଆମ୍ଭମାନଙ୍କୁ ତାହାଙ୍କ ଅପୂର୍ବ ଈଶ୍ୱରୀୟ ଶାନ୍ତିକୁ ସେ ପ୍ରଦାନ କରିବ ବୋଲି ଆମମାନଙ୍କଠାରେ କହୁଅଛନ୍ତି। ଆଜିକି ଆପଣ ନୈରାଶ୍ୟରେ ଅଶାନ୍ତ ଭାବରେ ପରିବାର ମଧ୍ୟରେ ଆପଣଙ୍କ ଆର୍ଥିକ ସ୍ଥିତିକୁ ନେଇ ଅଛନ୍ତି, ତେବେ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ନିଶ୍ଚୟ ଶାନ୍ତି ପ୍ରଦାନ କରିବ ବୋଲି ପରମେଶ୍ୱର ଆମମାନଙ୍କଠାରେ ପ୍ରତିଜ୍ଞା କରି କହୁଛନ୍ତି। ଏଣୁ ମୁଁ କହିବା ପାଇଁ ଚାହେଁ, ପରିସ୍ଥିତି, ପରିବେଶ, ଲୋକମାନଙ୍କ ସ୍ଥିତି ଯାହା ହେଉନା କାହିଁକି, ଆମେମାନେ ସର୍ବଦା ଈଶ୍ୱରଙ୍କ ବାକ୍ୟ ଅନୁମୋଦିତ ଜୀବନକୁ ଅତିବାହିତ କରିବା ଦରକାର, ଯଦ୍ୱାରା ଆମେମାନେ ଈଶ୍ୱରୀୟ ବାସ୍ତବ ଶାନ୍ତିକୁ ଆପଣା ଜୀବନରେ ନିଶ୍ଚୟ ଚାଖିବା, ଆସ୍ୱାଦନ କରିବାରେ ସଫଳ ହୋଇପାରିବା। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ, ଜୀବନ ଅତି କ୍ଷଣକାଳ ସ୍ଥାୟୀ ଅଟେ। ଏଣୁ ଏହି ଅଳ୍ପ ଦିନିଆ ଜୀବନ ମଧ୍ୟରେ ଆମେମାନେ ଅଶାନ୍ତି ନ ହେଉ। ପରମେଶ୍ୱର କହିଛନ୍ତି ସେ ଆମମାନଙ୍କୁ ପରିତୃପ୍ତ କରିବେ। ଏଣୁ ତାହାଙ୍କଠାରେ ଭରସା ରଖୁ, ତାହାଙ୍କଠାରେ ପ୍ରତିଦିନ ଆଉଜି ପଡ଼ି ପ୍ରାର୍ଥନା କରୁଥାଉ। ସେ ସମସ୍ତ ଭାର ବୋଝ ଏଇ ଯାଇ ସମ୍ଭାଳିଛନ୍ତି, ଆଗକୁ ମଧ୍ୟ ସମ୍ଭାଳିବେ। ଏଣୁ ଆସନ୍ତୁ ଆମେମାନେ ଆପଣା ଜୀବନକୁ, ଆପଣା ପରିବାରକୁ ତାହାଙ୍କ ହସ୍ତରେ ସମର୍ପଣ କରିବା, ପୁଣି ପ୍ରାର୍ଥନା କରିବା ପାଇଁ ଯିବା। ହେ ସ୍ୱର୍ଗୀୟ ପିତା, ତୁମେ ଆମ ପ୍ରତ୍ୟେକଙ୍କୁ ତୁମର ଯେଉଁ ପ୍ରତିଜ୍ଞା କରିଅଛ, ଯେଉଁ ବାକ୍ୟ ରଖିଅଛ ପ୍ରଭୁ, ଆମ ମଧ୍ୟରେ ତୁମେ ସୀମାକୁ ସ୍ଥାପନ କରିବ, ଶାନ୍ତି ପ୍ରଦାନ କରିବ। ତୁମର ସେହି ବାକ୍ୟ ପ୍ରମାଣେ ପ୍ରଭୁ ଆମ ପ୍ରତ୍ୟେକଙ୍କ ଜୀବନରେ, ବିଶେଷ କରି ମୋ ପ୍ରିୟ ଭାଇ ଓ ଭଉଣୀମାନଙ୍କ ଜୀବନରେ, ପରିବାର ଜୀବନରେ ତୁମେ ଆପଣାର ଶାନ୍ତିକୁ ପ୍ରଦାନ କର ବୋଲି ଆମେ ସମସ୍ତେ ମିଳିତ ଭାବରେ ତୁମ ଚରଣରେ ଗୁହାରି ପ୍ରାର୍ଥନା କରୁଛୁ। ପ୍ରଭୁ, ତୁମେ ଯେଉଁ ଶାନ୍ତିର ଈଶ୍ୱର, ତୁମେ ଶାଲୋମର କର୍ତ୍ତା ଅଟ ପ୍ରିୟ ପିତା। ତୁମର ଶାନ୍ତି ଆମମାନଙ୍କୁ ଦେବା ନିମନ୍ତେ ଆପଣା ପୁତ୍ରଙ୍କୁ ତୁମେ ପ୍ରଭୁ କ୍ରୁଶରେ ଦେଲ। ଏଣୁ ପ୍ରାର୍ଥନା କରୁଛୁ, ତୁମେ ଶାନ୍ତିରେ ଆମ ପ୍ରତ୍ୟେକଙ୍କୁ ଭରିଦିଅ। ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛୁ ପିତା, ଆମେନ୍, ଆମେନ୍।